ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାରମଞ୍ଚାରେ 76ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ପିଲାମାନେ ଏବେ ପ୍ରଭାତ ଫେରି କାର୍ଯ୍ୟକ୍ରମ ପାଇଁ ଯିବା ପାଇଁ ବିଦ୍ୟାଳୟରୁ ପ୍ରସ୍ତୁତ ହେଉଛନ୍ତି। ଏହାପରେ ଗାଁ ବୁଲିବେ। ଏହା ହେଉଛି ବାରମଞ୍ଚାର ସତ୍ୟଶାନ୍ତି କ୍ଲବ। ଏଠାରେ ସ୍ୱାଧୀନତା ଦିବସ ଏବଂ ସାଧାରଣତନ୍ତ୍ର ଦିବସ ମହା ଆଡ଼ମ୍ବରରେ ପାଳନ କରାଯାଏ। ଆଜି ମଧ୍ୟ 76ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଏଠାରେ ଆୟୋଜନ ଚାଲିଛି। ବର୍ତ୍ତମାନ କ୍ଲବର ପ୍ରେସିଡେଣ୍ଟ ମହୋଦୟ ଶ୍ରୀଯୁକ୍ତ ଦୟାନିଧି ବେହେରା ପତାକା ଉତ୍ତୋଳନ କରିବାକୁ ଯାଉଛନ୍ତି। ଯାହା ହେଉ ଏହି ପ୍ରଥା ସବୁ ବଞ୍ଚାଇ ରଖିବା ଆବଶ୍ୟକ, କାରଣ ବର୍ତ୍ତମାନ ଯୁବପିଢ଼ି ପାଇଁ ଏହା ଏକ ପ୍ରେରଣା। ଯାହା ଆମର ଦେଶକୁ ଯେଉଁ ତୁଙ୍ଗନେତାମାନେ ସବୁ ସ୍ୱାଧୀନ କରିଛନ୍ତି, ଆଜି ସେମାନଙ୍କ ଉଦ୍ଦେଶ୍ୟରେ ଏସବୁ କାର୍ଯ୍ୟ ଆୟୋଜନ ହେଉଛି। सम्माननीय उपस्थित गुरुजन, सम्माननीय उपस्थित सत्यशांति क्लब समस्त सदस्य, सम्माननीय उपस्थित ग्रामर भद्र व्यक्ति माँ माने, सर्वोपरि सामने छिड़ा होइतिबा छोट बड़ भाई भौणी माने, आज हूँ 76तम गणतंत्र दिवस। ये अवसर में सर्वप्रथम उपस्थित समस्त जनसाधारण को विद्यालय प्रधान शिक्षक महोदय श्रीयुक्त प्रदीप कुमार देहुरी पताका उत्तोलन करने जाउछंती एवं समस्त पिला माने करताली देवे। साधारणतंत्र दिवस उपलक्षे भाषण कार्यक्रम आरंभ होब। सर्वप्रथमे विद्यालयर प्रधान शिक्षक महोदय तांकर अभिभाषण को संक्षेप रे रखिबे एवं पिलामानकु किछि उद्बोधन देबे। जातीय पताका उपस्थित विद्यालयर सब शिक्षक शिक्षयित्री अंगनवाड़ी दीदी अन्य व्यक्ति और स्नेहर छात्र छात्री माने आज आम विद्यालय स्तर 76तम गणतंत्र दिवस महासमारोह पालन करा समस्त मन में आनंद और उल्लास परिप्रेक्षी समस्त को हार्दिक शुभेच्छा और अभिनंदन जनाऊँ। आम देश गणतंत्र चली उपयोगिता विषय पिला सब जानते हेले आम देश प्रगति आमे कौन कर जो चिंता कर समय भाया जातीय दिवस गुड़िक आसे तेणु आमे समस्ते
এই গণতন্ত্র দিবসরে বজ্র শপথ নবা মন দেই পাঠ পড়িব ভবিষ্যତରେ ଭଲ ମଣିଷ ହବ ଆଉ ଦେଶ ମାତୃକା ପାଇଁ ନାଁ ରଖିବ। ମୁଁ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ବନ୍ଧୁମାନଙ୍କୁ ଅନୁରୋଧ କରିବି ଏହାପରେ ଅଭିଭାଷଣ ରଖିବେ ବିଦ୍ୟାଳୟର ଛାତ୍ରୀ ସମ୍ପୃକ୍ତି ଗଣ୍ଡାଏ। ଗ୍ରାମର ଅନ୍ୟାନ୍ୟ ଭଦ୍ରବ୍ୟକ୍ତିଗଣ ଏବଂ ମୋର ଅତି ସ୍ନେହର ଛୋଟ ବଡ଼ ଭାଇ ଓ ଭଉଣୀମାନେ, ଆଜି ହେଉଛି 2025 ମସିହା ଜାନୁଆରୀ ମାସ 26 ତାରିଖ ପବିତ୍ର ସାଧାରଣତନ୍ତ୍ର ଦିବସ। ଏହି ଦିବସ ଅବସରରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। କରିବାରେ ଡକ୍ଟର ଭୀମରାଓ ଆମ୍ବେଦକର ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଆବ୍ରାହମର ଅର୍ଥ ହେଉଛି by the people and for the people। ଏହାର ଅର୍ଥ ହେଉଛି ଲୋକମାନଙ୍କର, ଲୋକମାନଙ୍କ ଦ୍ୱାରା ଏବଂ ଲୋକମାନଙ୍କ ପାଇଁ। ଅଭିଭାଷଣ ରଖିବେ ବିଦ୍ୟାଳୟର ଛାତ୍ରୀ ମିଲନ ବେହେରା। ସମ୍ମାନନୀୟ ସଭାପତି ମହୋଦୟ, ମଞ୍ଚସ୍ଥ ମୁଖ୍ୟ ଅତିଥି, ଉପସ୍ଥିତ ମୋର ଗୁରୁଜୀ ଗୁରୁବୃନ୍ଦ ଏବଂ ମୋର ଛୋଟ ବଡ଼ ଭାଇ ଓ ଭଉଣୀମାନେ, ଆଜି ହେଉଛି 2025 ମସିହା ଜାନୁଆରୀ ମାସ 26 ତାରିଖ ତଥା ଆମ ଦେଶର 76ତମ ସାଧାରଣତନ୍ତ୍ର ଦିବସ। ପ୍ରଥମତଃ ଏହି ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମୁଁ ଆପଣମାନଙ୍କୁ ମୋର ଆର୍ଥିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ମୁଁ ତ୍ରିରଙ୍ଗା ପତାକା ତଳେ ଏକ ପଦ କହି ମୋର ବକ୍ତବ୍ୟ ଆରମ୍ଭ କରିବାକୁ ଚାହିଁବି। ना मुझे धन चाहिए, ना मुझे धन चाहिए, मुझे तो बस मेरा वतन चाहिए और काम कुछ करके ऐसे करके जाना है मैं अगर मर भी जाऊँ तो बस तिरंगा ही कफन चाहिए। राष्ट्रीय पर्व मध्य साधारणतंत्र दिवस ହେଉଛି ଏକ ପର୍ବ। ଏହି ପର୍ବ କାହିଁକି ପାଳନ କରେ ଏହା ପଛର କାରଣ କ'ଣ ଆପଣ ଜାଣିଛନ୍ତି କି? ଯେତେବେଳେ ବ୍ରିଟିଶ ଶାସନ ଥିଲା ସେତେବେଳେ ଆମ ଦେଶରେ କୌଣସି ସମ୍ବିଧାନ ନଥିଲା। ଏହି ନିୟମ କାନୁନକୁ ପ୍ରସ୍ତୁତ କରାଯାଇ ଏକ ସମ୍ବିଧାନ ପ୍ରଣୟନ କରାଗଲା। ସେହି ଦିନକୁ ପାଳନ କରିବା ନିମନ୍ତେ ଜାନୁଆରୀ 26କୁ ସାଧାରଣତନ୍ତ୍ର ଦିନ ପତାକା ଅବତରଣ କରାଯାଇଥାଏ। ଆମର ଦେଶ 1947 ମସିହା ଅଗଷ୍ଟ ମାସ 15 ତାରିଖ ଦିନ ସ୍ୱାଧୀନତା ଲାଭ କରିଥିଲା, କିନ୍ତୁ 1949 ମସିହା ଦିନ 1949 ନଭେମ୍ବର 26 ତାରିଖ ଦିନ ସମ୍ବିଧାନ ପ୍ରଣୟନ କରାଯାଇଥିଲା। ଏହାର 2 ମାସ ପରେ ସାଧାରଣତନ୍ତ୍ର ଦିବସ ପାଳନ କରାଗଲା। ଆପଣ ଭାବୁଥିବେ 2 ମାସ ପରେ ସାଧାରଣତନ୍ତ୍ର ଦିବସ ପାଳନ କରାଗଲା କାହିଁକି? କାରଣ ସେଦିନ। ଏହାପରେ ଅଭିଭାଷଣ ରଖିବେ ବିଦ୍ୟାଳୟର ଛାତ୍ର ଦୀପକ ବେହେରା। मेरे प्यारे देशवासियों, आप सबको 77वां गणतंत्र दिवस के मेरे तरफ से हार्दिक शुभकामनाएं। आज हमारे लिए बड़े गौरव का दिन है। इस दिन के लिए हमारे बलिदानों ने अपने जान देश के लिए ଅଭିଭାଷଣ ରଖିବେ ବିଦ୍ୟାଳୟର ଛାତ୍ର ସ୍ପନ୍ଦନ କୁମାର ସାହୁ। होगा। इस दिन हमारा देश स्वाधीन हुआ था। सबसे पहले आप सभी लोगों को मेरे तरफ गणतंत्र दिवस का हार्दिक शुभकामना। 26 जनवरी 1950 को हमारा देश का संविधान लागू हुआ था। हमारे देश के संविधान के जनक डॉक्टर भीमराव आम्बेडकर। धन्यवाद। ପରେ ଅଭିଭାଷଣ ରଖିବେ ବିଦ୍ୟାଳୟର ଛାତ୍ର ବାଦଲ କୁମାର ବେହେରା। ଛୋଟ ବଡ଼ ଭାଇ ଓ ଭଉଣୀମାନେ ତଥା ମୁଁ ଆଜି ଏହି ପବିତ୍ର ଗଣତନ୍ତ୍ର ଦିବସରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଅଛି। ଆଜି ହେଉଛି ଆମ ଦେଶର 76ତମ ଗଣତନ୍ତ୍ର ଦିବସ। ଏହି ଦିନ 1950 ମସିହା ଜାନୁଆରୀ ମାସ 26 ତାରିଖ ଦିନ ଆମ ସମ୍ବିଧାନ ପ୍ରଣୟନ କରାଯାଇଥିଲା। ଆମ ଦେଶ ହେଉଛି ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର। ଦୀର୍ଘ 2 ବର୍ଷ 11 ମାସ 18 ଦିନର ଆମ ସମ୍ବିଧାନକୁ ଲେଖାଯାଇଥିଲା। ଡକ୍ଟର ଭୀମରାଓ ଆମ୍ବେଦକର ସମ୍ବିଧାନରେ ଆମ ଦେଶର ସମ୍ବିଧାନରେ 448 ଧାରା 25 ଭାଗ ଓ 12ଟି ଅନୁଚ୍ଛେଦ ଅଛି, ଯାହାକି 1950 ମସିହା ଜାନୁଆରୀ ମାସ 26 ତାରିଖରୁ ଦେଶରେ ପ୍ରଚଳିତ ହୋଇଆସୁଛି। ଗଣ ଶବ୍ଦର ଅର୍ଥ ହେଉଛି ଲୋକମାନେ ଓ ତନ୍ତ୍ର ଶବ୍ଦର ଅର୍ଥ ହେଉଛି ଏହାର ଅର୍ଥ ହେଉଛି ଲୋକମାନଙ୍କ ଶାସନ। ଅଭିଭାଷଣ ରଖିବେ ବିଦ୍ୟାଳୟର ଛାତ୍ର ଭାଗ୍ୟଜ୍ୟୋତି ବେହେରା। ଓ ମୋର ପ୍ରିୟ ଛୋଟ ବଡ଼ ଭାଇ ଓ ଭଉଣୀମାନେ, ଆଜି ଆମେ ଏଠାରେ କାହିଁକି ଉପସ୍ଥିତ ଅଛନ୍ତି ତାହା ସମସ୍ତଙ୍କୁ ଇଂରାଜୀରେ ଜଣାଥିବ।
ଆଜି ହେଉଛି ଜାନୁଆରୀ ମାସ 26 ତାରିଖ 2025 ମସିହା ଆମ ଦେଶର 74ତମ ସାଧାରଣତନ୍ତ୍ର ଦିବସ। 1930 ମସିହା ଜାନୁଆରୀ ମାସ 26 ତାରିଖ ରବୀନ୍ଦ୍ର ଜାତୀୟ କଂଗ୍ରେସ ଅଧିବେଶନ। ସେଦିନ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଭାଷଣ ମୁଗ୍ଧ କରିଥିଲା ସାରା ଭାରତକୁ। ଏହା ଥିଲା ପୁଣ୍ୟତୋର ଥିଲା। ଇତିମଧ୍ୟରେ ଆମ ଦେଶର ଲାଖ ପରିଶ୍ରମ କରିଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରଶଂସା ଯେତେ କଲେ ବି ଅତ୍ୟୁକ୍ତି ହେବ ନାହିଁ। ସେଥିମଧ୍ୟରୁ ଆମର ଜାତିର ପିତା ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ରାଣୀ ଲକ୍ଷ୍ମୀବାଇ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏମିତି ବହୁତ ଅଭିଭାଷଣ ରଖିବେ ବିଦ୍ୟାଳୟର ଛାତ୍ରୀ ସନମ ମାଝୀ। ସମ୍ମାନନୀୟ ଶ୍ରୀଯୁକ୍ତ ପ୍ରଧାନ ଶିକ୍ଷକ ମହୋଦୟ, ପୂଜ୍ୟ ଗୁରୁଜୀ ଗୁରୁମାବୃନ୍ଦ ଏବଂ ଏଠାରେ ଉପସ୍ଥିତ ମୋର ସ୍ନେହର ଛୋଟ ବଡ଼ ଭାଇ ଓ ଭଉଣୀମାନେ ଓ ମୋର ସହପାଠୀଗଣ, ଆଜି ଏହି ପବିତ୍ର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମୋତେ କିଛି କହିବାକୁ ଧନ୍ୟ ମନେ କରୁଛି। ଆଜି ହେଉଛି ଆମ ଦେଶର 76ତମ ସାଧାରଣତନ୍ତ୍ର ଦିବସ। ଆମ ଦେଶ ଭାରତ 1947 ମସିହା ଅଗଷ୍ଟ 15 ତାରିଖ ଦିନ ସ୍ୱାଧୀନ ହୋଇଥିଲା। କିନ୍ତୁ 1990 ମସିହା ଜାନୁଆରୀ ମାସ 26 ତାରିଖ ଦିନ ଆମ ଦେଶ ସମ୍ବିଧାନରେ ଅନୁସୂଚିତ ଅଛି। ଆମ ଦେଶର ସମ୍ବିଧାନ ଜାତି ଧର୍ମ ବର୍ଣ୍ଣ ଓ ନିର୍ବିଶେଷରେ ପ୍ରତ୍ୟେକ ଲୋକଙ୍କୁ ସମାନ ଅଧିକାର ପ୍ରଦାନ କରିଥାଏ। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ, ଜୟ ଭାରତ। ଗୁରୁଜୀ ଗୁରୁମାବୃନ୍ଦ, ଉପସ୍ଥିତ ମୋର ସ୍ନେହର ଛୋଟ ବଡ଼ ଭାଇ ଭଉଣୀମାନେ, ଆଜି ହେଉଛି ପବିତ୍ର ସାଧାରଣତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସ। ଆଜିର ଦିନରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ସର୍ବପ୍ରଥମେ ମୁଁ ଆପଣମାନଙ୍କୁ ସାଧାରଣତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସ ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ଆଜି 26 ଜାନୁଆରୀ 2025 ମସିହା ସାଧାରଣତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ। 26 ଜାନୁଆରୀକୁ ସାଧାରଣତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ। ସମ୍ବିଧାନ ପ୍ରଣୟନ ପାଇଁ 2 ବର୍ଷ 11 ମାସ 18 ଦିନ ଲାଗିଥିଲା। ଡକ୍ଟର B.R. ଆମ୍ବେଦକରଙ୍କୁ ଭାରତୀୟ ସମ୍ବିଧାନର ଜନକ ବୋଲି କୁହାଯାଏ। ଏତିକି କହି ମୁଁ ମୋ ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ। ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଗୁରୁମାବୃନ୍ଦ ଏବଂ ଏଠାରେ ମୋର ଛୋଟ ବଡ଼ ଭାଇ ଓ ଭଉଣୀମାନେ ଓ ଉପସ୍ଥିତ ସହପାଠୀଗଣ, ସର୍ବପ୍ରଥମେ ମୁଁ ଆପଣଙ୍କୁ ଗଣତନ୍ତ୍ର ଦିବସ ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ଆଜିର ଏହି ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଆଜି ଶ୍ରୀଯୁକ୍ତ ପ୍ରଧାନ ଶିକ୍ଷକ, ପୂଜ୍ୟ ଗୁରୁଜୀ ଗୁରୁମାବୃନ୍ଦ ଏବଂ ଏଠାରେ ଉପସ୍ଥିତ ଥିବା ମୋର ସ୍ନେହର ଛୋଟ ବଡ଼ ଭାଇ ଓ ଭଉଣୀମାନେ, ଆଜି ଆମେ ଏଠାରେ କାହିଁକି ଉପସ୍ଥିତ ଅଛନ୍ତି ତାହା ସମସ୍ତଙ୍କୁ ଅନାଧିକ ଜଣାଥିବ। ଆଜି ହେଉଛି ସାଧାରଣତନ୍ତ୍ର ଦିବସ। ସର୍ବପ୍ରଥମେ ମୁଁ ଏହି ଗଣତନ୍ତ୍ର ଦିବସ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଆମେ ଜାଣୁ ଆମ ଦେଶ 1947 ମସିହା ଅଗଷ୍ଟ ମାସ 18 ଦିନ ସମୟ ଲାଗିଥିଲା। ଏହାପରେ ଆମ ଦେଶ ଏକ ସାର୍ବଭୌମ ରାଷ୍ଟ୍ରରେ ପରିଣତ ହେଲା। ଏହି ଦେଶର ସମସ୍ତେ ଆସନ୍ତୁ ଏଠାରେ ହାତ ମିଳାଇ ଶପଥ ନେବା ଆମ ଦେଶକୁ ଏକ ସାର୍ବଭୌମ ରାଷ୍ଟ୍ରରେ ପରିଣତ କରିବା। ମୁଁ ଏହି ଦେଶର ଯୁବକମାନଙ୍କ ପାଇଁ ପଦଟି କହିବି। ଶୁଣ ହେ ରାଜ୍ୟର ଦେଶୀୟ ଯୁବକ, ଶୁଣ ହେ ଦେଶୀୟ ରାଜ୍ୟର ହିରୋ ଗୁରୁମାବୃନ୍ଦ ଏବଂ ଏଠାରେ ଉପସ୍ଥିତ ଥିବା ମୋର ସ୍ନେହର ଛୋଟ ବଡ଼ ଭାଇ ଓ ଭଉଣୀମାନେ, ଆଜି ଆମେ ଏଠାରେ କାହିଁକି ଉପସ୍ଥିତ ଅଛନ୍ତି ତାହା ଆମ ସମସ୍ତଙ୍କୁ ଉଣାଧିକ ଜଣାଥିବ। ଆଜି ହେଉଛି ଜାନୁଆରୀ ମାସ 26 ତାରିଖ, ପବିତ୍ର ସାଧାରଣତନ୍ତ୍ର ଦିବସ। ଏହି ଦିବସ ଅବସରରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଆଜି ଆମେ ଆମ ଦେଶର 76ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛେ। ଆମ ଦେଶ ଭାରତ 1947 ମସିହା ଅଗଷ୍ଟ ମାସ 15 ତାରିଖ ଦିନ ସ୍ୱାଧୀନ ହେଲା। କିନ୍ତୁ 1950 ମସିହା ଜାନୁଆରୀ 26 ତାରିଖ ଦିନ ସମ୍ବିଧାନ ପ୍ରଣୟନ କରାଯାଇଥିଲା। ପ୍ରଧାନ ଶିକ୍ଷକ, ପୂଜ୍ୟ ଗୁରୁଜୀ ଗୁରୁମାବୃନ୍ଦ ଏବଂ ଛୋଟ ଭାଇ ଭଉଣୀମାନେ ଓ ମୋର ସହପାଠୀଗଣ, ଆଜି ହେଉଛି ପବିତ୍ର ସାଧାରଣତନ୍ତ୍ର ଦିବସ। ଏହି ପବିତ୍ର ସାଧାରଣତନ୍ତ୍ର ଦିବସରେ ମୋତେ କିଛି କହିବାର ସୁଯୋଗ ମିଳିଥାଏ। ମୁଁ ନିଜକୁ ଧନ୍ୟ ମନେ କରୁଛି। ବହୁତ ବର୍ଷ ବିଦେଶୀ ଶାସନାଧୀନ 1970
ଏହାପରେ ଆଜି ଅଭିଭାଷଣ ଆମ ଭାରତ ରଖିବେ ପାଇଁ ବିଦ୍ୟାଳୟର ଏକ ଶିକ୍ଷକ ପବିତ୍ର ଦିବସ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଗଣ୍ଡାକ। ସେ ଆଉ ସାଧାରଣତନ୍ତ୍ର କେହି ନାହିଁ, ଦିବସ। ମୁଁ ନିଜେ। ଭାରତ 1947 ମସିହା ଅଗଷ୍ଟ 15 ତାରିଖ ଦିନ ସ୍ୱାଧୀନ ହେଇଥିଲା, କିନ୍ତୁ 1950 ମସିହା ଜାନୁଆରୀ 26 ତାରିଖ ଦିନ ସାଧାରଣତନ୍ତ୍ର ଦିବସ ପାଳନ କରାଗଲା। ପ୍ରଥମେ ଜାଣିବା এই ସାଧାରଣତନ୍ତ୍ର ଦିବସ କ'ଣ? ସାଧାରଣତନ୍ତ୍ର ଅର୍ଥ ସାଧାରଣ ଅର୍ଥ ଜନସାଧାରଣ, ତନ୍ତ୍ର ଅର୍ଥ ଶାସନ। ଆମ ଭାରତ ପୃଥିବୀରେ ଦ୍ୱିତୀୟ ଜନବହୁଳ ରାଷ୍ଟ୍ର। ପ୍ରାୟ 4.5 କୋଟି ଲୋକ, ପ୍ରାୟ 150 କୋଟି ଲୋକ ଭାରତ ବର୍ଷରେ ଏବେ ବାସ କରୁଛନ୍ତି। ବିଭିନ୍ନ ଧର୍ମର ଲୋକ ବାସ କରୁଛନ୍ତି, ବିଭିନ୍ନ ଜାତିର ଲୋକ ବାସ କରୁଛନ୍ତି। ଏଣୁ ଏତେ ଲୋକମାନଙ୍କୁ ଶୃଙ୍ଖଳିତ ଭାବରେ ଶାସନ କରିବା ଏହା ଏକ ଛୋଟ ବିଷୟ ନାହିଁ। ଏଣୁ ଭାରତ ସ୍ୱାଧୀନ ହେବା ପରେ ଦୀର୍ଘ 2.5 ବର୍ଷ କାଳ ଲାଗିଲା ଭାରତର ଗଣତନ୍ତ୍ରକୁ ଠିକ ଭାବରେ ସଜାଡ଼ିବା ପାଇଁ। ଆମର ସମ୍ବିଧାନ ପୃଥିବୀରେ ସବୁଠୁ ବଡ଼ ସମ୍ବିଧାନ। ଏଣୁ କୁହାଯାଏ ଭାରତୀୟ ସମ୍ବିଧାନ ହେଉଛି ଏକ ସର୍ବବୃହତ ସମ୍ବିଧାନ। ପିଲେ ଜାଣିବା ଆମ ସମ୍ବିଧାନଟା ହେଲା କିଏ? ଆମ ସମ୍ବିଧାନର ଜନକ ହେଉଛନ୍ତି B.R. ଆମ୍ବେଦକର। ତାଙ୍କର ମୁଖ୍ୟ ଭୂମିକା ଅଛି ଏଥିରେ। ଇଂରାଜୀରେ ଗୋଟେ ପଦ ଅଛି ଇଣ୍ଡିଆନ୍ କନଷ୍ଟିଚ୍ୟୁଏନ୍ସି ଇଜ ଏ ବୋର୍ଡ କନଷ୍ଟିଚ୍ୟୁଏନ୍ସି। ଅର୍ଥାତ୍ ସମ୍ବିଧାନରେ ସବୁ ଦେଶର ସମ୍ବିଧାନ ପ୍ରତିଫଳିତ ହୋଇଛି। ତାହେଲେ କୋଉ ପାର୍ଟରେ କ'ଣ ଅଛି? ପ୍ରଥମେ ଦେଖିବା ଆମର ଯୋଉ ସାଧାରଣତନ୍ତ୍ର ବ୍ୟବସ୍ଥା ଅଛି, ଆମର ଶାସନ ବ୍ୟବସ୍ଥା ଅଛି, ଏ ବ୍ୟବସ୍ଥା ଆସିଛି ଫ୍ରାନ୍ସ ଦେଶରୁ। ଦ୍ୱିତୀୟରେ ଆମର ମୌଳିକ ଅଧିକାର, କର୍ତ୍ତବ୍ୟ ଏବଂ ବ୍ୟବସ୍ଥା ଆମେରିକାରୁ ଆସିଅଛି। ତୃତୀୟରେ ଆମର ରାଜ୍ୟ କେନ୍ଦ୍ର ଭିତରେ ଯୋଉ କ୍ଷମତା ବଣ୍ଟନ ହୋଇଛି ତାହା କାନାଡାରୁ ଆସିଅଛି। ହ୍ୟାଲୋ ରାଜ୍ୟ ଏବଂ କେନ୍ଦ୍ର ଭିତରେ ଯୋଉ କ୍ଷମତା ବଣ୍ଟନ ହୋଇଛି ତାହା କାନାଡାରୁ ଆସିଛି। ଏଣୁ ଟୋଟାଲ ଉପରେ ଦେଖିବାକୁ ଗଲେ ଆମ ସମ୍ବିଧାନ ବ୍ୟବସ୍ଥା ସବୁଠାରୁ ଏକ ଲମ୍ବା ସମ୍ବିଧାନ ବ୍ୟବସ୍ଥା ହେଇଯାଇଛି। ଯାହା ହଉ ବର୍ତ୍ତମାନ ସୁଦ୍ଧା ଆମର ଅନେକ କ୍ଷେତ୍ର ବାକି ଅଛି। ଭାରତ ସ୍ୱାଧୀନ ହେଲେ ବି ଏବେ ସୁଦ୍ଧା ଅନେକ ଲୋକ ଠିକ ଭାବରେ ଖାଇବାକୁ ପାଉନାହାନ୍ତି। ଆମର ପରବର୍ତ୍ତୀ ପିଢ଼ିରେ ଯେଉଁମାନେ ଅଛନ୍ତି ସେମାନଙ୍କର ଉଦ୍ବୋଧନ ରହିବ ଭବିଷ୍ୟତରେ ସେମାନେ ଭାରତରେ ଥିବା ସମସ୍ୟାକୁ ସମାଧାନ କରିବା ପ୍ରତି ଦୃଷ୍ଟି ନିକ୍ଷେପ କରିବେ। ଯେଉଁମାନେ ଶାସନ କଳକୁ ଚଳାଉଛନ୍ତି ସେମାନେ ମଧ୍ୟ ଉପଯୁକ୍ତ ପଦକ୍ଷେପ ନେବେ। ତାହେଲେ ଭାରତ ଉନ୍ନତିର ପଥରେ ଆଉ ଏକ ପାହାଚ ଆଗକୁ ଯିବ। ଏତିକି କହି ମୁଁ ମୋ ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ। ପରେ ଅଭିଭାଷଣ ରଖିବେ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ବେହେରା। ଆଜି ଗୋଟିଏ ପବିତ୍ର ଦିବସ। ଏହି ପବିତ୍ର ଦିବସ ଆମର ସମସ୍ତଙ୍କ ପାଇଁ ଆସିଛି। ତ ଏଥିରେ ଆମର ଉପସ୍ଥିତ ଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହୋଦୟ ଏବଂ ଆମ ଅଙ୍ଗନବାଡ଼ି ଦିଦି ଏବଂ ଗ୍ରାମର କିଛି କମିଟି ଏବଂ ମୋର ସ୍ନେହର ଛାତ୍ରଛାତ୍ରୀ ଏବଂ ମୋର ଶିକ୍ଷକ ଶିକ୍ଷୟିତ୍ରୀଗଣ, ସବୁ କଥା ଗୁଡ଼ିକ ଆମେ ଜାଣିଗଲେ, କିନ୍ତୁ ଟିକେ ଗ୍ୟାପ୍ ରହିଯାଉଛି ଆମ ଭିତରେ। କହୁଛନ୍ତି ତାହା କରୁନାହାନ୍ତି। ଗାନ୍ଧୀଜୀଙ୍କ ନୀତିକୁ କେହି ଆପଣାଉ ନାହାନ୍ତି। ସେଇଟା ଗୋଟେ ବଡ଼ ଗ୍ୟାପ୍ ରହିଯାଉଛି। ଆମେ କହିଲେ ଯେ ଆମ୍ବେଦକର ଯେଉଁ ସମ୍ବିଧାନକୁ ଲେଖିଲେ
ତାହାକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ କାହାର? କାହାର ଦାୟିତ୍ୱ? ଆମମାନଙ୍କର ଦାୟିତ୍ୱ। এই ସମ୍ବିଧାନକୁ ଠିକ ଭାବରେ ରଖିବା ପାଇଁ ହେଲେ ଆମେମାନେ ଯଦି ଯତ୍ନବାନ ହେବା ନାହିଁ ତାହେଲେ ଦେଶର ଉନ୍ନତି ହେବା ବଦଳରେ ଅବନତି ଆଡ଼କୁ ଗତି କରିବ। ତମେ କହିଲ ଆମେ ଶୁଣିଲୁ, ଆମେ କହିଲା ବେଳକୁ ତମେ ଶୁଣୁନ, ଏଇଟା ଗୋଟେ ବଡ଼ ଦୁଃଖ ଲାଗୁଛି। କାହିଁକି ନା ତମ କଥା ଗୁଡ଼ିକ ଛୋଟିଆ ଛୋଟିଆ ଛୁଆମାନଙ୍କର କଥା ଗୁଡ଼ିକ ବାପା ମାଆକୁ ବହୁତ ଭଲ ଲାଗେ, କିନ୍ତୁ ବାପା ମାଆଙ୍କର ଅଳି ଅଝଟ ଭଲ ଲାଗେନି ଛୁଆମାନଙ୍କୁ। ଏଇଟା ଗୋଟେ ବଡ଼ ଦୁଃଖ ଲାଗୁଛି। ସେ ଯାହା ବି ହଉ, ତ ସମ୍ବିଧାନକୁ ଆମେ ଆମ ଦେଶକୁ ଆଗକୁ ନେବା ପାଇଁ ହେଲେ ଯୋଉ ସାର୍ କହୁଥିଲେ ଆମକୁ ଛୋଟ ଛୋଟ ଗୁଣ୍ଡୁଚି ମୂଷା ହେବାକୁ ପଡ଼ିବ। ହନୁମାନ ନ ହେଇପାରନ୍ତି, ଜାମ୍ବବାନ ନ ହେଇପାରନ୍ତି, ସମସ୍ତଙ୍କୁ ଛୋଟ ଛୋଟ ଗୁଣ୍ଡୁଚି ମୂଷା ହେବାକୁ ପଡ଼ିବ। କିଛି କିଛି କାର୍ଯ୍ୟ ଯାହାକୁ ଯୋଉଠି କାର୍ଯ୍ୟ ମିଳୁଛି ସେଇଠି ସୁଚାରୁ ରୂପରେ ଆମେ କାର୍ଯ୍ୟ ଗୁଡ଼ିକ କଲେ ଆମ ଦେଶ ଉନ୍ନତିର ଚରମ ସୀମାରେ ପହଞ୍ଚି ପାରିବ ଏବଂ ସର୍ବ ପୃଥିବୀରେ ଆମ ସ୍ଥାନ ଭାଷଣ ରଖିବେ ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରଜ୍ଞା ପରିମିତା ପ୍ରଧାନ। ତାଙ୍କର ଭାଷଣରେ ଗୋଟେ ଯାଦୁ ଥାଏ ଯାହାକି ପିଲାମାନଙ୍କ ମନକୁ ସ୍ପର୍ଶ କରିଥାଏ। ଆମେ ଶୁଣିବା ତାଙ୍କ ଭାଷଣ। ମୋର ସହକର୍ମୀ ଓ ମୋର ସ୍ନେହର ଛାତ୍ରଛାତ୍ରୀଗଣ, ମୁଁ ଯେଉଁ ଦେଶର ନାଗରିକ ସେ ଦେଶର ଓଠରେ ଅଛି ଗଙ୍ଗା, ହାତରେ ଅଛି ତ୍ରିରଙ୍ଗା। ମୁଁ ଯେଉଁ ଦେଶର ନାଗରିକ ସେ ଦେଶ କେବେ କହେ ସତ୍ୟ ଶିବ ସୁନ୍ଦରମ୍, କେବେ କହେ ବନ୍ଦେ ମାତରମ୍। ମୁଁ ଯେଉଁ ଦେଶର ନାଗରିକ ସେ ଦେଶ ଆଜି ଗାଉଛି ଜନଗଣ ମନ ଅଧି, ଯୋଉଠି ଅଛି ପଞ୍ଜାବ, ସିନ୍ଧୁ, ଗୁଜୁରାଟ, ମରାଠା, ଉତ୍କଳ, ବଙ୍ଗ। ମୁଁ ସେହି ଦେଶର ନାଗରିକ ଯେଉଁ ଦେଶ ଠୁକୁରାଇଥିବା ବ୍ୟକ୍ତିଙ୍କୁ ଆଶ୍ରୟ ଦିଏ ଓ ବିଶ୍ୱର କଣ କରୁଥିବା ବ୍ୟକ୍ତିମାନଙ୍କୁ ଭାଇ ଭଉଣୀର ସ୍ନେହ ଦିଏ। ସେ ହେଉଛି ଆମର ଭାରତବର୍ଷ। ଏ ଭାରତବର୍ଷ ଆଜି ଏମିତି ଏକ ଉତ୍ସବ ପାଳନ କରୁଛି ଯାହାକୁ ଆମେ ଲୋକତନ୍ତ୍ର ବା ଗଣ ଉତ୍ସବ ବୋଲି ପାଳନ କରୁଛନ୍ତି, ଯାହା ଏତେ ଭବ୍ୟ ଓ ଦିବ୍ୟ ଯେ ଭାରତ କଣ ବିଶ୍ୱର ସବୁଠି ସମସ୍ତେ ପ୍ରଶଂସା ଦେଉଛନ୍ତି। ଆମ ଭାରତବର୍ଷରେ ଆଜି ଡେଟ୍ କେତେ? ଜାନୁଆରୀ 26 ତାରିଖ 1950 ମସିହା ଏଇଭଳିଆ ବି ପାଗ ହୋଇଥିଲା। ପାଗ ଏଇଭଳିଆ। ଆମର ଗୋଟେ ଜିନିଷ ଜାଣିଛି ଆମେ ଯେ ସେ ଜିନିଷଟା ଯଦି କୌଣସି ବି ଫଙ୍କସନରେ ଟିକେ ଟିକେ ବର୍ଷା ହେଇଗଲା ଆମ ମାନଙ୍କ ମନରେ ଚିନ୍ତା ଆସେ ଯେ ଆଜି ପାଗ ଭଲ ଆଉ ମାନେ ପରିବେଶ ଭଲ ଆଉ ଭଗବାନଙ୍କର ଆଶୀର୍ବାଦ ଅଛି। ସେଦିନ ମଧ୍ୟ 1950 ମସିହା ଜାନୁଆରୀ ମାସ 26 ତାରିଖ ଦିନ ଯେତେବେଳେ ଜବାହରଲାଲ ନେହେରୁ କ'ଣ ହେଲେ, ଜବାହରଲାଲ ନେହେରୁ ଆମର ସମ୍ବିଧାନକୁ ଲାଗୁ କଲେ। ସେହି ସମୟ ଟାଇମ୍ ହେଇଥିଲା 10:18। ଏବେ ମଧ୍ୟ ଟାଇମ୍ ହେଇଛି ପାଖାପାଖି 9ଟା 9:30 ଆଉ ଘଣ୍ଟେ ବେଳକୁ। 10:18 ସମୟରେ ସିଏ ଭାରତକୁ ଏକ ସାମ୍ବିଧାନିକ ରାଷ୍ଟ୍ର ବୋଲି ଘୋଷଣା କଲେ। ଆଉ ସେ ଗୋଟେ ସେଣ୍ଟେନ୍ସ କହିଲେ ଯେ ଇଣ୍ଡିଆ और भारत इज सभ्यस्ट डेमोक्रेटिक और रिपब्लिक नाउ। तार्थ से दिन ठारू आम देश साधारणतंत्र, गणतंत्र और सर्वसाधारणतंत्र दिवस रूपे पालन करा जाउछि। तापरे 10:18 रु 6 मिनिट परे भारतर प्रथम प्रधानमंत्री प्रथम प्रेसिडेंट जे कि राजेंद्र प्रसाद तत्कालीन प्रेसिडेंट भाव में शपथ पाठ करथिले। सेही दिनठू प्रथम राष्ट्रपति कौन आ राष्ट्रपति आमे जानिछि जे इंडिया सब बेले प्राइम मिनिस्टर को इंपोर्टेंस दिए जोड़ा पार्लियामेंटरी रूल को। सेही दिन मध्य जो कथा गुड़ाक सार कहि साइलेनी ताकू मु कहूनी किंतु तारू आ टिके अधिका जिनस जानि थाओ। अष्टम क्लास आ सप्तम क्लास छुआ जोड़ा तुम पई इंपोर्टेंट जे सार कहले सेतेबेला जे माउंट मेंटेन केते मसिया 1947 मसिया रे जेतेबेला हमकु स्वाधीन कर देले केबे अगस्त 15 तारिख दिन से परे 1947 मसिया रो हमरो स्वाधीनता दिवस पालन करा होतला। स्वाधीनता दिवस पालन करा होतला नै के पालन करथिले
जवाहरलाल नेहरू कारण सी जितेबला कौन थे प्राइम मिनिस्टर थे हेतलगी जो लोकटा जो दिन पालन करब से दिन उत्सवटा पालन कर ना जनवरी 26 को राष्ट्रपति आमर कौन करती पताका उत्तोलन करती आमर प्रधानमंत्री आमर स्वाधीनता दिवस बा अगस्ट 15 दिन पताका उत्तोलन करती जो जिनसा लागू आसी आज बजाय रखा है आ गोटे जिन मन रख भारत पाखरे कौन अच्छी जो मु कहली भव्य दिव्य गौरव सेटा कौन आम इंडिया रे 3टा जिनस अच्छी कौन अच्छी सबुदिन कहती भिन्नता मध्य एकता कारण आम समस्त 50 किलोमीटर दूर को गले भारी आमर खाइबा पीवा पिंधवा सबू अलगा 50 किलोमीटर कौन एडू जाके तुमर छेंडीपदारू नुआपड़ा टेकी देले सेंधा पसी गले तुमर खाइबा अलगा आमर खाइबा अलगा तुमर ड्रेस पैंट अलगा आमर ड्रेस पैंट अलगा तो यही विभिन्नता जो अच्छी ये विभिन्नता इंडिया को सुंदर कराए आउ कौन आम पाखे अच्छी 3 प्रकार सैन्य बाहिनी आमर 3टा जिनस गोटे डाइवर्सिटी कल्चर आउ 3 टाइप्स ऑफ आर्मी आउ कौन आउटे जिनस अच्छी आम पाखे वैदेशिक संपर्क यही 3टा आज प्रत्येक जो साधारणतंत्र दिवस दिन राष्ट्रपति प्रधानमंत्री आकोसी जड़े वैदेशिक मंत्री वैदेशिक आसुवा गोटे प्रधानमंत्री जो देश हेले डका जाऊँगी डकई सारापर से आम इंडिया कल्चर को देखुती जोड़ू से लगुच जे इंडिया गोटे आगामी 50 वर्ष भितर डेभलप कंट्री हो पार जदि आम शो न करवा तो आम पाखे किसी अच्छी जानवे केमती बुझेगा तो जब केते मसीहा 1950 मसीहा जितला प्रथम साधारणतंत्र दिवस पालन करा जायथिला सेही 3टी को प्रदर्शन करा आज करा जाउजी जेतेला 1950 मसीहा सला 25 मसीहा रे हमर कुटे करा जाय कोन सिल्वर जुबली करा जाय नै हेले 50 मसीहा रे प्रथम साधारणतंत्र दिवस हला सेकेंड सिल्वर जुबली केबे हेबो 1975 मसीहा सेही समय रे प्राइम मिनिस्टर थिले इंदिरा गांधी आउ हमर प्रेसिडेंट थिले अलाउद्दीन अली अहमद से 2 जन जाक आई समय आमर वैदेशिक मंत्री आसते जम्बायरू जड़े प्राइम मिनिस्टर तांको आगरे प्रथम प्रधानमंत्री महिला प्रधानमंत्री किए थे इंदिरा गांधी सी नारी शक्ति को देखते कौन नारी शक्ति से ही समय 1975 मसीह 3 विभाग में 148 जन नेवी आर्मी आउ आमर एयरफोर्स 148 जन नारी प्रथम प्रदर्शन करते आमर प्रथम आईपीएस किए महिला आईपीएस किरण बेदी सी आमर दिल्ली आईपीएस थे सी आसिकिना उद्बोधन करते तो 1975 मसीहा प्रथम जो सिल्वर जुबली है आम इंडिया नारी शक्ति को देखागला जे नारी शक्ति कौन सीधे भी कम नहीं तापर आमर सेकेंड आसब 2000 मसीहा आमर कौन है गोल्डन जुबली रे प्रथम आमर 2000 मसीहा बेले आमर प्रधानमंत्री थे अटल बिहारी वाजपेयी आमर प्रेसिडेंट थे KR नारायण से 2 जन जाक कारण 3 जन लोकर प्रेजेंस दरकार प्राइम मिनिस्टर आउ पीएम आउ जे आसथिबो बाहर जने जो आसीथिबे डाकिथिबा आमे से आम देशर देखबाई से समय आमर जम्बाईरू जड़े आसथिले तांकर प्रधानमंत्री तांको आगरे प्रथम थर पाई इंडिया देखेला जे इंडिया गोटे डेभलपिंग कंट्री केमिति कारण से समय आमर इसरो डेभलप हो सारा ना जोड़े आज आम कोड़ी पहुंची गले चंद्र पाख पहुंची गले से ही समय से कोड़ी चंद्र जो आमर केते सारा मिसाइल करथिले से मिसाइल उन्नत धरणर मिसाइल को कौन कले ताकू प्रदर्शन कले तापरे आ कौन प्रदर्शन करथिले तो आमर एबे कौन हला डायमंड जुबली तो किछि गुटे करबा ना किरा करबा जदि आमे 50 वर्ष भितरे सबू चेंज करदेले आमर स्पेस खोलदेले आमर नारी शक्ति देखेदेले तो आज डेट रे की अछि प्राइम मिनिस्टर आमर नरेंद्र मोदी श्रीजुक्त नरेंद्र मोदी आउ प्रेसिडेंट श्रीमती द्रौपदी मुर्मू आज जन को डाका जाइए वैदेशिक पीएम से इंडोनेशिया रो पीएम प्रभाव सुबियांतो तांको डाका जाइए और तांको आगरे आज 20-21 तोप दे प्रत्येक विभाग जो सब आम आर्मी आ नेवी गुड़ा जन अच्छा से प्रदर्शन करेंगे आ प्रदर्शन कर सारापर आम इंडिया तार
ଯେତିକି ଡେଭଲପ୍ କରିଛି 75 ବର୍ଷ ଭିତରେ ସମସ୍ତେ ଦେଖିବେ। ଆଉ ଦେଖି ସାରିଲା ପରେ ଇଣ୍ଡିଆ ଏକ ଆଉ 25 ବର୍ଷ ମାନେ ଆଉ ଆମର ପ୍ଲାଟିନମ୍ ଜୁବଲି ହେବ, ସେ ସମୟରେ ଆମେ ଆମେରିକାର ପାଖାପାଖି ପହଞ୍ଚିପାରିବା କି ନାଇଁ? ଏଇ ଥିମ୍ଟା ମୋଦି କହୁଛି, ମୋଦି ଆମକୁ ଶ୍ରୀଯୁକ୍ତ ମୋଦି ସେ ବି ସବୁ ଭାଷଣରେ କହୁଛି, ଆମେ ବି ସମସ୍ତମାନଙ୍କୁ କହୁଛୁ କେତେବେଳେ ହେବ ଯେତେବେଳେ ଆମେ ଶପଥ ନେବା ଯେ ଆମେ ଯୋଉ ଜାଗାରେ ବି ଅଛନ୍ତି ସେ ଜାଗାର କାମ ଠିକ ଭାବରେ ତୁଲେଇବା। ନିଜର କାର୍ଯ୍ୟକୁ ଠିକ ଭାବରେ କେମିତି ନେବା, ଆଉ ତମମାନଙ୍କର କାମ ସବୁ ଯେତେ ଭିତରେ ତମ କାମ କିରା ପାଠ ପଢିକିନା ଆମର ଯୋଉ ସ୍ୱାଧୀନତା ଦିବସ ଆଉ ତ 20 ବର୍ଷ ବେଳକୁ ତମେ ମୋ ଜାଗାରେ ଥିବ। यापर अभिभाषण रखिबे विद्यालय शिक्षयित्री शांतिलता प्रधान। गला जेबे विदेशी शासन स्वाधीन पाइले आमे संविधान आमर कार्यकारी हेला खुशी रे करूछे बास, खुशी रे करूछे बास। सम्मानीय प्रधान शिक्षक महोदय एवं उपस्थित मोर पूज्यस्पद समस्त गुरुजी ओ गुरुमा वृंद एवं अंगनवाड़ी दीदी एवं उपस्थित थिबा ग्रामर समस्त सदस्य कुमोर एई 76तम साधारणतंत्र दिवस रे समस्त मोर शुभेच्छा एवं शुभकामना जणाउछि। आज पिला माने गर्व करिबा उचित जे आम भारतवर्ष जहाको कि कहंती भारतर सबुठारु बृहत्तम साधारणतंत्र राष्ट्र बा गणतांत्रिक राष्ट्र बोली आम कहते समस्ते से देश आज तार 76तम साधारणतंत्र दिवस पालन करुछि। एई देशर आमर जो संविधान अच्छी से संविधान टी होउछि लिखित संविधान एवं एई संविधान होउछि बृहत लिखित संविधान जहाँ को कि कहती एलिफेंटियन कन्स्टिट्यूशन बोली मध्य कहा जाए, जहाँ जंगल में थिबा जो बड़ जंतु जहाँ कि हाथी ता सहित तुलना करा जाई अछि। तो ये भारत भूमि रे आमे जन्म ग्रहण करी ए देश को आमे जेमिति हमर वीर पुरुषगण स्वाधीनता संग्रामी ओ संविधान रो हमर जनक जी होती डॉक्टर बी.आर. आंबेडकर जो लिखि जाइछे संविधान नियम कानून को आमे समस्ते पालन करबा उचित ओ तांकर स्वप्न को गांधीजीकर स्वप्न को आमे पूरण करबा उचित जे से रामर राज्य जो प्रतिष्ठा करबा पई मन स्थिर करिथिले सेही भलिया राज्य बा राष्ट्र आमे प्रतिष्ठा करबा पई इच्छुक हवा उचित। कारण तमे माने दिने भविष्यतर बड़ नागरिक देशर राष्ट्र गठन रे तमे माने सहायक हबो, तेणु तुमे माने निहाती भाव रे एई कामनी को सुचारू रूपे करिवो बोली मोर आशा अछि। एई वीर पुरुषंकर जेउ थिला ताकर स्वप्न जे भारत वर्ष हमर दारिद्र्य दूरीकरण हो पारिबो, निरक्षरता दूरीकरण हो पारिबो एवं आमे समस्ते स्वावलंबी हो पारिबा, जे भारतर अर्थनैतिक परिस्थिति को आमे सुदृढ़ करिबा। ई अन्य कोनोसी राष्ट्र हम मानकु डरै पारिबो नाही। देशी माने आसी शासन करि जाइथिले किंतु वर्तमानर परिस्थिति रे अन्य राष्ट्र गुड़िक शक्तिशाली हेले मध्य कोई अन्य सब आक्रमण करबा नै पछुआ। तो सेही क्षेत्र रे हम भारतवर्ष सब क्षेत्र रे सजाग रहिबा उचित एवं आमे माने सजाग हबा एवं आजिर दुनिया रे जो इंटरनेट रो दुनिया से बाबदरे आमे अवगत हबा जा फल रे कि अन्य शत्रुगण जो आक्रमण करिवे कोन करिवे आमे से प्रति सजाग रहिबा। हमर आमे जानि छे जे सबुदिन खबर कागज रे तमे पढुथबो पिला माने सुनुथबो न्यूज रे मध्ये सुनुथबो जे हमर जो आर्मी अछंती तीन प्रकार जो आर्मी अछंती प्रति सप्ताह रे किंबा मास रे तमे सुनता पाई पाउथबो जे तांकर शहीद हे जाउछि।
কিন্তু ଦୁଃଖର ବିଷୟ ଏଇ ଯେ ସେଇ ପେପର ନ୍ୟୁଜ୍ରେ ଆମେ ଦେଖିବା ଯେ ପ୍ରଥମ ପେଜ୍ରେ ଯଦିଓ ଏଇ ଆଡଭର୍ଟାଇଜମେଣ୍ଟ ଆସେ ଯେ ଏଇ କ୍ରିମ୍ ଲଗାଅ ଗୋରା ହେଇଯିବ, କିନ୍ତୁ ସେଇଟା ପେଜ୍ରେ ବଡ଼ ବଡ଼ କରି ଛପା ହେଇଥିବ। କିନ୍ତୁ ଯେଉଁ ସ୍ୱାଧୀନତା ସଂଗ୍ରାମୀ କଥା କୁହନ୍ତୁ କିମ୍ବା ଆମର ଯେଉଁ ଅଛନ୍ତି ଆର୍ମି, ଯେଉଁ 3 ବାହିନୀର ଆର୍ମି ଅଛନ୍ତି, ସେଇମାନେ ଯଦି ଶହୀଦ ହେଇଯାଉଛନ୍ତି, ପେପର ଲାଷ୍ଟ ପେଜ୍ରେ ଆସୁଛି ଯେ ଏଇ ଜଣକ ମାନେ ଛୋଟ ଛୋଟ ଏଡ଼ିକି ପେପରରେ ମାନେ ଛୋଟ ଲେଖା ହେଇଥିବ ଏଇଟା ଶହୀଦ ହେଇଯାଉଛନ୍ତି। ଆମେ ଚେଷ୍ଟା କରିବା ଯେ ସେଇଟାକୁ ମଧ୍ୟ ଆଗକୁ ନେବା ଏବଂ ସଚେତନ ହେବା ଯେ ତାକୁ ମଧ୍ୟ ଫ୍ରଣ୍ଟ ପେଜ୍ରେ ଛାପିବା ଏବଂ ତାକୁ ମଧ୍ୟ ଜଣେଇବା। କେବଳ ପେପର ଲାଷ୍ଟ ପେଜ୍ରେ ରହିଯାଉଅଛି। ତ ଆଜି ସମସ୍ତେ ତ ଆଉ ମଧ୍ୟ ଶୁଣିବା ମୁଡ଼ରେ ନାହାନ୍ତି। ଶେଷରେ ମୋର 76ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଏବଂ शुभकामना जणाई मोर वक्तव्य शेष करुच्ची। जय हिंद, जय भारत।